ମୁଁ ଆଜି ଆସି ପହଞ୍ଚେ ଗୁଣ୍ଡିଚା ମନ୍ଦିରରେ। ଯେଉଁ 9 ଦିନ ଭାବରେ ଏଠି ଯାତ୍ରା ଚାଲିବ ଏବଂ ଜନଗହଳି ବଢି ଚାଲିବ, ସେଇ ଅନୁସାରେ ମହାପ୍ରଭୁ ସ୍ୱୟଂ ଜଗନ୍ନାଥ ତାଙ୍କ ଭାଇ ଓ ଭଉଣୀଙ୍କୁ ଧରି ରତ୍ନ ସିଂହାସନରୁ ଓହ୍ଲେଇ ଆସିବେ ଘୋଷ ଯାତ୍ରାରେ, ଏଇ ନବଦିନାତ୍ମକ ଯାତ୍ରା ଗୁଣ୍ଡିଚା ଘରକୁ, ଯୋଉଟା କି ମହାପ୍ରଭୁଙ୍କର ଜନ୍ମବେଦୀ। ଏବଂ ଏଇ ଜନ୍ମବେଦୀରେ 9 ଦିନ କାଳ ଏଠି ରହିବେ ଏବଂ ତାଙ୍କ ଲୀଳା ଖେଳା କରି ପୁଣି ବାହୁଡି ଯିବେ ନାକଚଣା ଦୁଆର ବାଟ ଦେଇକି। ତେଣୁ ଆମେ ଆସିଛୁ ପହଞ୍ଚିଛୁ ଏଠି କିପରି ଭାବେ ଚାଲିଛି ଗୁଣ୍ଡିଚାର ପ୍ରସ୍ତୁତି କାର୍ଯ୍ୟକ୍ରମ ଏବଂ ଘୋଷଯାତ୍ରା ପାଇଁ କଣ କଣ ବ୍ୟବସ୍ଥା ଚାଲିଛି ସେ ସମ୍ପର୍କରେ ଆସି ବୁଝିବା। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କର ତାଙ୍କ ପ୍ରତିକ୍ରିୟା ନେବା। ଆଜ୍ଞା ଆପଣ କୁହନ୍ତୁ। ଆଜ୍ଞା ନମସ୍କାର। ଆଉ 2 ଦିନ ପରେ ରଥଯାତ୍ରା ଆରମ୍ଭ ହବ। କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ବି ଯାହା ଆପଣମାନେ ଦେଖୁଛନ୍ତି ସେତେ କାହିଁ କଣ ଯେ ହଉଛି ରଙ୍ଗ ଏପର୍ଯ୍ୟନ୍ତ ଦିଆ ହେଇନାହିଁ। ଏଠି ଦେଖନ୍ତୁ ଆପଣମାନେ ପିଣ୍ଡି ଗୁଡା ଯୋଉ ପତରରେ ସଜଉଛନ୍ତି ତା ବହୁତ ଡେରିରେ ଆରମ୍ଭ ହେଇଛି, ଯୋଉଟା କି ସେଇଟା ଠିକ ଭାବରେ ସମ୍ପୂର୍ଣ୍ଣ ହବ, କିନ୍ତୁ ଫିନିସିଂ ଜିନିଷଟା ଏତେ ଇଏ ହେଇଯିବ ବୋଲି ଆଶା କରାଯାଉଛି। ତଥାପି ଦେଖାଯାଉ ମହାପ୍ରଭୁଙ୍କ ଇଚ୍ଛା, ମହାପ୍ରଭୁଙ୍କ ବରାଦରେ ରଥଯାତ୍ରା ହୁଏ। ଆମେ ତ କେହି କରିବାର କ୍ଷମତା କାହାରି ନାହିଁ, ତେଣୁ ଆଶା କରୁଛି ଠିକ ଠାକ ସବୁ ହବ। ବର୍ତ୍ତମାନ ସୁଦ୍ଧା ବି କିଛି କାମ ବାକି ରହିଛି, ଯୋଉଟା କି ପ୍ରଶାସନକୁ ଅନୁରୋଧ କରିବି ତ୍ୱରାନ୍ୱିତ କରନ୍ତୁ, ଜଲ୍ଦି ଶୀଘ୍ର ସାରିବା ହଉ। ଇଲେକ୍ଟ୍ରିଫିକେସନ ହେଇନି ଠିକରେ। ଏଇ ଯୋଉ ପଥର କାମ ଗୁଡା ଚାଲିଛି ସେଗୁଡା ବି ଆଟଲିଷ୍ଟ 2 ଦିନ ପୂର୍ବରୁ ସେ ଯଦି କଣ୍ଟ୍ରାକ୍ଟର ହ୍ୟାଣ୍ଡଓଭର ନ କରିବେ ତାମାନେ ସେଇଟାକୁ ମନ୍ଥର ଗତି ହିଁ କୁହାଯିବ। ପଛେଇକିରି ଚାଲିଛି କାମ। ଦେଖାଯାଉ କଣ ହଉଛି, ମହାପ୍ରଭୁଙ୍କ ଇଚ୍ଛା। ତେଣୁ ଆଶା କରାଯାଉଛି ଭଲ ହବ, ସୁନ୍ଦର ଭାବରେ ହବ, ସୁରକ୍ଷିତ ହବ, ଭଲ ହବ ରଥଯାତ୍ରାଟି ଆମର। ଟିକେ ଆପଣଙ୍କୁ ପରିଚୟ ନାହାନ୍ତି? ମୋ ନାଁ ଚନ୍ଦ୍ରଶେଖର ମିଶ୍ର। ମୁଁ ସାଇ ଭାଇ ଅନୁଷ୍ଠାନର ସମ୍ପାଦକ ଅଛି। ଏଇଠି ପ୍ରାୟ ସମୟ ମୁଁ ସନ୍ଧ୍ୟା ବେଳଟା ମୋର ଏଇଠି କଟେ, ସେଇଥିପାଇଁ ଦେଖେ। ଦୀର୍ଘ କେତେ ବର୍ଷ ଧରି ଆମେ ଏଠି 20-25 ବର୍ଷ ହେଇଗଲାଣି ଆଜ୍ଞା। ଏଇଠି ମୋର ପିଲା ବେଳୁ ଏଇଠି ମୁଁ ଦେଖି ଆସୁଛି। କୌଣସି ଗୋଟିଏ ବି ବର୍ଷ ଭଳିଆ ଚଳିତ ବର୍ଷ ଯେମିତି ହବ ସେଇଟା ଆପଣ ଆଶା କରୁଛନ୍ତି ନା? ଦେଖନ୍ତୁ ଆଜ୍ଞା, ରଥଯାତ୍ରା ମହାପ୍ରଭୁଙ୍କ ଯାତ୍ରା ଅଛି, ସିଏ ତାଙ୍କର କରାନ୍ତି। ଆମେ ଖାଲି ଗୋଟେ ଏଇଠି ସବୁ ଇଏ ହେଇକି କରୁଛୁ ନା। ମହାପ୍ରଭୁଙ୍କ ଯାତ୍ରା ନିଶ୍ଚିତ ଭାବରେ ଭଲ ହବ, ସେଇଥିରୁ ଭାବିବାର ନାହିଁ। କିନ୍ତୁ ଆମର ଯୋଉ ଯୋଉ ପ୍ରଶାସନିକ ସ୍ତରରେ ଯୋଉଠିକି କାମ ଯେ ପ୍ରକାର ଭାବରେ ହେଇଯିବା କଥା, ବର୍ତ୍ତମାନ ସୁଦ୍ଧା ଆଟଲିଷ୍ଟ କାଲି ଅଛି ସେ ଯୋଉ ଭୂତ ବାଡିଆ ନା କଣ ଗୋଟେ ଅଛି। ତା ପୂର୍ବରୁ ଯଦି ଆମେ ଗୁଣ୍ଡିଚା ମନ୍ଦିରଟାକୁ ଠିକ କରି ନ ପାରିବା, ଏଇଟାକୁ କଣ ଜଷ୍ଟିଫାଇ କରିହବ କୌଣସି ଇଏରେ ବି। ଧନ୍ୟବାଦ। ଦିନଲିପି ଲାଇଭ୍ କୁ ଏବେ ହିଁ ଲାଇକ୍, ସେୟାର, ସବସ୍କ୍ରାଇब କରନ୍ତୁ।